ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ 28ତମ ପ୍ରତିଷ୍ଠା ଦିବସ ପାଳନ ହଉଥିଲା। ଆଜି ଏହି ପରିପ୍ରେକ୍ଷୀରେ ଆଜି ଆମର ଭାଇମାନେ ଆସିଥିଲେ ଏବଂ ଆମର ପ୍ରିୟ ପୂର୍ବତନ ବିଧାୟକ ସୁଭଦ୍ରା ନାୟକ ତାଙ୍କ ସଭାପତିରେ ଏ କାର୍ଯ୍ୟକ୍ରମ ହଉଥିଲା। ଏଥିରେ ଆମର ଏଇ ପ୍ରତିଷ୍ଠା ଦିବସରେ ଆମର ଆଲୋଚନା ହେଲା କିଭଳି ଭାବରେ ଆଗକୁ ଦଳର ଯୋଉ କାର୍ଯ୍ୟକ୍ରମ କେମିତି ଚାଲିବ, ଆଗକୁ ସଂଗଠନ କେମିତି ସୁଦୃଢ କରାଯିବ। ଆଜି ଆମେ ଗତ ନିର୍ବାଚନରେ ଯେହେତୁ ଆମର ବିପର୍ଯ୍ୟୟ ହେଇଥିଲା ତାକୁ ସଜାଡି ପୁଣି ଆଗକୁ ଆମେ ଭଲ ଭାବରେ କମବ୍ୟାକ୍ କରିବୁ ସେ ବାବଦରେ ଆଜି ଆଲୋଚନା ହେଲା ଏବଂ ତାର ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଯିଏ ପ୍ରତିଷ୍ଠାତା ଆମର ଯିଏ ସଭାପତି ତାଙ୍କୁ ତାଙ୍କର ନିରାମୟ ଜୀବନ ଯାପନ କାମନା କରି ସଭାଟି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଆଜି ମହାକାଳପଡ଼ାରେ ତା ପାଳନ କରାଗଲା। ବହୁ ସଂଖ୍ୟାରେ ଆମ ଆଗଧାଡିର କର୍ମୀ ମାନେ ନେତୃବୃନ୍ଦ ସମସ୍ତେ ଉପସ୍ଥିତ ଥିଲେ। ବିଜୁ ଜନତା ଦଳକୁ ଆଗାମୀ ଦିନରେ ଆହୁରି ସଶକ୍ତ କରିବା ପାଇଁ ସମସ୍ତେ ଆଜି ସଂକଳ୍ପିତ ହେଲେ ଏବଂ ଏ ଅଞ୍ଚଳର ଯାହା ବିକାଶ ହେଇଛି ବିଜୁ ଜନତା ଦଳ ସରକାର ସମୟରେ ହେଇଛି, ନବୀନ ବାବୁଙ୍କ ଆଶୀର୍ବାଦ ରହିଛି। ଆମେ ଆଶା କରୁଛୁ ସେ ବିକାଶ ଧାରା ବଜାୟ ରହିବ। ଯଦି କୌଣସି ଲୋକ ତାର ନ୍ୟାଯ୍ୟ ଅଧିକାର ପାଇବା ପାଇଁ କିଛି ସମସ୍ୟା କିଏ ସୃଷ୍ଟି କରେ ନିଶ୍ଚିତ ଭାବରେ ବିଜୁ ଜନତା ଦଳର କର୍ମୀ ନେତୃବୃନ୍ଦ ତାର ପ୍ରତିବାଦ କରିବେ, ତାକୁ ନ୍ୟାୟ ଦେବା ପାଇଁ ଚେଷ୍ଟା କରିବେ। କେନ୍ଦ୍ରାପଡ଼ାରୁ ପ୍ରଶାନ୍ତ କୁମାର ବେହେରାଙ୍କ ରିପୋର୍ଟ, BMC TV ଓଡ଼ିଆ।